ଆଜିର ମୁରଲୀରେ ଗୋଟେ ବହୁତ ମୌଳିକ ପ୍ରଶ୍ନ ପଚରା ଯାଇଛି। କେଉଁ ପୁରୁଷାର୍ଥ ବା ପ୍ରଚେଷ୍ଟା ସର୍ବଦା ପାଇଁ ପୂଜ୍ୟ କରିଦିଏ? ଏଇଟା ବହୁତ ବଡ଼ ପ୍ରଶ୍ନ, କାରଣ ଆମେ ସମସ୍ତେ ତ ସମ୍ମାନ ଖୋଜୁ। ହଁ, ଆଉ ଏହି ଗ୍ରନ୍ଥରେ ଉତ୍ତରଟା ବି ବହୁତ ସ୍ପଷ୍ଟ ଭାବରେ ଦିଆଯାଇଛି। କୁହାଯାଇଛି ଆତ୍ମାର ଜ୍ୟୋତି ଜଳାଇବା, ମାନେ ତମୋପ୍ରଧାନ ଆତ୍ମାକୁ ସତୋପ୍ରଧାନ କରିବାର ପୁରୁଷାର୍ଥ। ଏଇଟା ହିଁ ସବୁଦିନ ପାଇଁ ପୂଜ୍ୟ କରିଥାଏ। ଆଉ ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନେ ଭବିଷ୍ୟତରେ ବହୁତ ଅନୁତାପ କରିବେ, କାରଣ ଯଦି ଧର୍ମରାଜଙ୍କ ଦ୍ୱାରା ଦଣ୍ଡ ମିଳେ ତେବେ ସେମାନେ ଆଉ ପୂଜ୍ୟ ହୋଇପାରିବେ ନାହିଁ। ଗୋଟେ ମିନିଟ୍ ରୁହନ୍ତୁ, ଏଠି କିଛି ଶକ୍ତିଶାଳୀ ଶବ୍ଦ ଆସିଲା, ତମୋପ୍ରଧାନ ଆଉ ସତୋପ୍ରଧାନ। ଏଇଟା ଟିକେ ଆମ ଶ୍ରୋତାଙ୍କ ପାଇଁ ଟିକେ ସରଳ ଭାବରେ ବୁଝାଇ ପାରିବେ କି, କିଛି ଉଦାହରଣ ଦେଇ? ହଁ, ଏକଦମ। ଏଇଟା ବହୁତ ଭଲ ପ୍ରଶ୍ନ। ଏହାକୁ ଆମେ ଗୋଟେ ବ୍ୟାଟେରୀ ସହିତ ତୁଳନା କରିପାରିବା। ଯେତେବେଳେ ଆତ୍ମା ନିଜର ମୂଳ, ଶୁଦ୍ଧ ଆଉ ଶକ୍ତିଶାଳୀ ସ୍ଥିତିରେ ଥାଏ, ସେଟା ହେଲା ସତୋପ୍ରଧାନ, ମାନେ ଗୋଟେ ଫୁଲ୍ ଚାର୍ଜ ହୋଇଥିବା ବ୍ୟାଟେରୀ ଭଳି। କିନ୍ତୁ ସମୟକ୍ରମେ ବାରମ୍ବାର ଜନ୍ମ ନେଇ କର୍ମ କରି କରି ତାର ଶକ୍ତି କମିଯାଏ। ସେତେବେଳେ ସେ ଦୁର୍ବଳ ହୋଇଯାଏ, ବିକାରଗ୍ରସ୍ତ ହୁଏ। ଏହି ଡିସଚାର୍ଜ ହୋଇଯାଇଥିବା ସ୍ଥିତିକୁ ତମୋପ୍ରଧାନ କୁହାଯାଏ। ତେଣୁ ପୂଜ୍ୟ ହେବାର ଅର୍ଥ ହେଲା ସେହି ଆତ୍ମାରୂପକ ବ୍ୟାଟେରୀକୁ ପୁଣି ଫୁଲ୍ ଚାର୍ଜ କରିବା। ଆଚ୍ଛା, ଏ ବ୍ୟାଟେରୀ ଉଦାହରଣଟା ବିଷୟଟିକୁ ବହୁତ ସ୍ପଷ୍ଟ କରିଦେଲା। ତେବେ ଯଦି ଲକ୍ଷ୍ୟ ହେଉଛି ଆତ୍ମା ବ୍ୟାଟେରୀକୁ ରିଚାର୍ଜ କରିବା, ଏହାର ପ୍ରଥମ ପାଦ କ'ଣ? ମୂଳଦୁଆ କୋଉଠୁ ଆରମ୍ଭ ହୁଏ? ଏହାର ମୂଳଦୁଆ ହେଉଛି ଦେହୀ ଅଭିମାନୀ ହେବା। ଏହାର ଅର୍ଥ ହେଉଛି ନିଜର ପରିଚୟକୁ ଏହି ଶରୀରରୁ ବଦଳାଇ ଆତ୍ମା ସ୍ତରକୁ ନେଇଯିବା। ଆମେ ଏକ ଶରୀର ନୁହଁ ଯାହାର ଆତ୍ମା ଅଛି, ବରଂ ଆମେ ଏକ ଆତ୍ମା ଯିଏ ଏହି ଶରୀରକୁ ଗୋଟେ ବସ୍ତ୍ର ଭଳି ବ୍ୟବହାର କରୁଛି। ଯେତେବେଳେ କେହି ଏହି ସ୍ମୃତିରେ ରହି ବାବା ବା ପରମାତ୍ମାଙ୍କୁ ସ୍ମରଣ କରେ, ସେତେବେଳେ ତାର ଜନ୍ମଜନ୍ମାନ୍ତରର ପାପ କଟିଯାଏ। ଏଠି ପୁଣି ଗୋଟେ ନୂଆ ଶବ୍ଦ, ବାବା। ଏହି ପ୍ରସଙ୍ଗରେ ବାବା କାହାକୁ କୁହାଯାଉଛି? ଏଠି ବାବା ଶବ୍ଦଟି ସେହି ପରମ ପିତା ପରମାତ୍ମାଙ୍କ ପାଇଁ ବ୍ୟବହାର କରାଯାଇଛି, ଯିଏ ସବୁ ଆତ୍ମାଙ୍କର ପିତା। ମୁରଲୀରେ ଗୋଟେ ବହୁତ ସୁନ୍ଦର ଉଦାହରଣ ଅଛି। ଯେମିତି ଗାଡ଼ିର ପେଟ୍ରୋଲ ସରିଗଲେ ସେ ଅଚଳ ହୋଇଯାଏ, ସେମିତି ଆତ୍ମାର ଶକ୍ତି ସରିଯାଇଥିଲା। ଏବେ ପରମାତ୍ମାଙ୍କ ସ୍ମୃତି ହିଁ ସେହି ପେଟ୍ରୋଲ, ଯାହା ଆତ୍ମାକୁ ପୁଣି ଥରେ ଶକ୍ତିରେ ଭରି ଦେଉଛି। ଏ ସ୍ମୃତି ହିଁ ରିଚାର୍ଜିଂ ପ୍ରକ୍ରିୟା। ବୁଝିଲି। ତେବେ ମୂଳ କଥା ହେଲା ଏକ ଆନ୍ତରିକ ଅଭ୍ୟାସ, ନିଜ ପରିଚୟ ଉପରେ ଏକାଗ୍ର ହେବା ଆଉ ପରମାତ୍ମାଙ୍କୁ ସ୍ମରଣ କରିବା। ଏଇଟା ଶୁଣିକି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଆମେ ଯେଉଁ ବାହାରର ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।